ଭାଇ କୃତଜ୍ଞ ଦୃଷ୍ଟିରେ ଭଉଣୀ ଆଡ଼କୁ ଚାହିଁଲା। ଭାଇ ଲେଖାପଢ଼ାରେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଥିଲା, କିନ୍ତୁ ତା'ର ବାପା ଗୋଟିଏ ଡଙ୍ଗା ଚଳାଉଥିଲେ ଏବଂ ସେଥିରୁ ମିଳୁଥିବା ପଇସାରେ ଯେନତେନ ପ୍ରକାରର ଘରର ଗୁଜରାଣ ମେଣ୍ଟି ଯାଉଥିଲା। ଆଜିର ଦିନଟି ପରିବାର ପାଇଁ ଅତ୍ୟନ୍ତ ଗୌରବର ଦିନ ଥିଲା ଏବଂ ବିଷାଦର ଦିନ ବି ଥିଲା। ନିଜର ପରିଶ୍ରମ, ନିଷ୍ଠା ଏବଂ ପ୍ରତିଭା କାରଣରୁ ମିଟ୍ ପାଇଁ ଭାଇର ଚୟନ ହୋଇଯାଇଥିଲା, କିନ୍ତୁ ପ୍ରବେଶ ନିମନ୍ତେ 1000 ଟଙ୍କାର ଆବଶ୍ୟକତା ଥିଲା, ଯାହାର ବ୍ୟବସ୍ଥା କରିପାରିବା ତା ପରିବାର ପକ୍ଷେ ଅସମ୍ଭବ ପ୍ରାୟ ଥିଲା। ଏଇଭଳି ସ୍ଥିତିରେ ତା ଭଉଣୀ ନିଜର ସୁନାର ଚୁଡ଼ି ଓ ଗହଣା ବିକ୍ରି କରି ନିଜ ଭାଇର ପ୍ରବେଶ ଶୁଳ୍କର ବ୍ୟବସ୍ଥା କରିଦେଲା। ଭଉଣୀକୁ ଭାଇ ଉପକୃତ ଦୃଷ୍ଟିରେ ଦେଖିଲା ଏବଂ କହିଲା, ଭଉଣୀ, ଦିନେ ତୋର ଏଇ ଭାଇ ଭାରତର ସର୍ବୋଚ୍ଚ ପଦରେ ପହଞ୍ଚି ଏହି ଉପକାରର ଋଣ ପରିଶୋଧ କରିଦେବ। ସମୟ ବଡ଼ ବଳବାନ। ସମୟ ବିତିବା ସହିତ ସେଇ ଭାଇ, ଯାହାଙ୍କୁ ଆମେ ଅବଦୁଲ କଲାମ ନାମରେ ଜାଣିଥାଉ, ଭାରତର ଗଣରାଜ୍ୟର ରାଷ୍ଟ୍ରପତି ହେଲେ। ଆଜି ତାଙ୍କର ଉଚ୍ଚସ୍ଥିତିରେ ତାଙ୍କ ଭଉଣୀଙ୍କର ତ୍ୟାଗର ଡେଣା ଲାଗିଛି। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।